ଆପଣଙ୍କ ପରିଚୟ ସାର୍ ଆପଣଙ୍କ ସ୍କୁଲରେ ଯେ ଛାତଟା ଭୁଷୁଡ଼ି ପଡ଼ିଛି କ'ଣ କହିବେ ଆଜ୍ଞା? ମୋ ନାଁ ସୁଦର୍ଶନ ମିଶ୍ର, ପ୍ରଧାନ ଶିକ୍ଷକ ଦଦେଇବିନ୍ଧା ପ୍ରାଥମିକ ବିଦ୍ୟାଳୟ ବିଦେପୁର କ୍ଲଷ୍ଟର ବାସପୁର ବ୍ଲକ। ହଠାତ୍ 10 ତାରିଖ ଦିନ 11ଟା ଖଣ୍ଡେ ବେଳେ ଆମର ରୋଷେଇ ସେଠି ସେ ଘରଟା ରୋଷେଇ ଘରଟା 10ରୁ 15 ବର୍ଷ ପୂର୍ବରୁ ହେଇଗଲାଣି। ସେ ରୋଷେଇ ଘରେ କେବଳ ସରଞ୍ଜାମ ରୋଷେଇ ସରଞ୍ଜାମ ରହେ। ରୋଷେଇଆ କେବଳ ଯାଇକି ସରଞ୍ଜାମ କାଢ଼ନ୍ତି, ବାରଣ୍ଡାରେ ରୋଷେଇ ହୁଏ, ଆଜବେଷ୍ଟ ପଡ଼ିଛି। ଭିତରକୁ ପଶିଲା ବେଳକୁ ହଠାତ୍ ସେ ଛାତ ଗଳି ପଡ଼ିଲା। ଛାତ ତଳ ଇଏଟା ଗଳି ପଡ଼ିଲା, ଯାହାଦ୍ୱାରା କି ତା'ର କମରରେ ପଡ଼ିଲା, ଗୋଡ଼ରେ ପଡ଼ିଲା। ସେ ପାଟିଗଲା, ଆମେ ଦୌଡ଼ିକି ସେ କ୍ଲାସ୍ରୁ ଗଲୁ। ଯାଇକି ଯାହାଦ୍ୱାରା ତାକୁ ନେଇକି ପୁଣି ମେଡ଼ିକାଲ ଗଲୁ। ମେଡ଼ିକାଲ ଗଲା ପରେ ସିଆର୍ସିସି ଜଣେଇଲି। ସିଆର୍ସିସି କଲେ ଆପ୍ଲିକେସନ୍ ନେଇକି ଆସ ଡିଓ ଅଫିସକି ଆସିକି ଡିଓ ବି ଥିଲେ, ତାଙ୍କୁ ଦରଖାସ୍ତ ଦିଆଗଲା। ତାପରେ ସେ ତାଙ୍କର ତଦନ୍ତ କରିବା ପାଇଁ ଗତକାଲି ଯାଇଥିଲେ ଆମର BDO, ଆସିଷ୍ଟାଣ୍ଟ ଇଞ୍ଜିନିୟର, ABO ସମସ୍ତେ ଯାଇଥିଲେ, ତଦନ୍ତ କରି ଆସିଛନ୍ତି ଏବଂ ତାକୁ ଚାବି ପକାଇ ଦେଇଛନ୍ତି, ସିଲ୍ କରିକି ଆସିଛନ୍ତି ସେ ଗୃହକୁ। କେତେ ଜଣ କ୍ଷୟକ୍ଷତି ହେଇଛନ୍ତି? କେତେ ଜଣ ଇଞ୍ଜୋର୍ଡ ହେଇଛନ୍ତି ଆଜ୍ଞା? ଜଣେ ରୋଷେଇଆ, ଜଣେ ବାହାରେ ରୋଷେଇ କରୁଥିଲା, ଆଉ ଜଣେ ଭିତରକୁ ଯାଇକି ତାର ସରଞ୍ଜାମ ହାଣ୍ଡି ଗୋଟେ କାଢ଼ିକି ଆଣୁଥିଲା। ଏହା ପାଇଁ ଦାୟୀ କିଏ ବୋଲି ଭାବୁଛନ୍ତି ସାର୍? ଏହା ପାଇଁ ସେତେବେଳେ ତ ଆମେ ଜାଣିନୁ କିଏ କରିଥିଲା। ଏଥିପାଇଁ ଦାୟୀ ଯେଉଁମାନେ ଘର କାମ କରିଥିଲେ, ଯେଉଁମାନେ ଦେଖୁଥିଲେ, ସରକାରୀ ସ୍ତରରେ ଯେଉଁମାନେ କାର୍ଯ୍ୟକୁ ତଦାରଖ କରୁଥିଲେ, ସେଇମାନଙ୍କୁ ଦାୟୀ କରାଯାଇପାରେ। ଆଉ